ପ୍ରାଚୀନ କାଳରୁ କଳିଙ୍ଗର କ୍ଷତ୍ରିୟ ବର୍ଗ ଅର୍ଥାତ୍ ଖଣ୍ଡାୟତମାନେ କଳିଙ୍ଗକୁ ଶତ୍ରୁ ହାତରୁ ରକ୍ଷା କରି ଆସିଛନ୍ତି। ଶତ୍ରୁକୁ ସମ୍ପୂର୍ଣ୍ଣ ରୂପେ ଦମନ କରିବାର ତୀବ୍ର ବାସନା ନେଇ ଯୁଦ୍ଧକ୍ଷେତ୍ରରେ ପ୍ରାଣତ୍ୟାଗ କଲା ପରେ ସେମାନେ ଖଣ୍ଡାଧାରୀ ବା ଖଣ୍ଡାୟତ ପ୍ରେତରେ ରୂପାନ୍ତରିତ ହୁଅନ୍ତି। ଏମାନେ ଦୁଷ୍ଟ, ଦମନକାରୀ ଏବଂ ନିରୀହଙ୍କର ରକ୍ଷାକର୍ତ୍ତା ହୋଇଥାନ୍ତି। ଏମାନେ ମୂଷଳାଭୂତ ଓ କୃଷ୍ଣଭୂତଙ୍କ ପ୍ରବଳ ପରମ ଶତ୍ରୁ। ଖଣ୍ଡାୟତ ପ୍ରେତମାନେ ଜଗନ୍ନାଥକୁ ସାକ୍ଷୀ ରଖି ପ୍ରତିଜ୍ଞା କରିଛନ୍ତି, ଦୁଇ ଯବନଗୋଷ୍ଠୀଙ୍କ ହାତରୁ ଏମାନେ କଳିଙ୍ଗକୁ ସର୍ବଦା ରକ୍ଷା କରିବେ। ତାହେଲେ ଖଣ୍ଡାଧାରୀ କେଉଁ ବିଷୟରେ ଜାଣିପାରିଲେ? ଏଇ ଖଣ୍ଡାଧାରୀ ପ୍ରେତଙ୍କ ବିଷୟରେ। ସେ ଖଣ୍ଡାଧାରୀ ପ୍ରେତମାନେ ଠିକ୍ ଏଇଭଳି ହିଁ ଦେଖାଯାଇଥାନ୍ତି ଏବଂ ସେମାନଙ୍କର କାମ ବି ଆପଣମାନେ ଜାଣିପାରିଲେ କାହାକୁ ଖଣ୍ଡାଧାରୀ ପ୍ରେତ କୁହାଯାଏ। ପ୍ରାଚୀନ କାଳରୁ ସେମାନେ କଳିଙ୍ଗର କ୍ଷତ୍ରିୟ ବର୍ଗ ଅର୍ଥାତ୍ ଖଣ୍ଡାୟତମାନେ ହିଁ କଳିଙ୍ଗକୁ ଶତ୍ରୁ ହାତରୁ ରକ୍ଷା କରି ଆସିଛନ୍ତି। ଆଉ କ'ଣ ହେଇଛି ନା ଶତ୍ରୁକୁ ସମ୍ପୂର୍ଣ୍ଣ ରୂପେ